ସାଧାରଣ ମଣିଷ ଆମେ କିନ୍ତୁ ଏତେ ପ୍ରକାର ଏତେ ଥର ଖାଉ, ଏତେ ଥର ବିଭିନ୍ନ ରକମର ମାନେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ତିଆରି କରୁ। ସବୁଦିନ ବି ଆମକୁ ଗୋଟିଏ ବ୍ୟଞ୍ଜନ ଭଲ ଲାଗେ, କିନ୍ତୁ ଆମେ ଯାହାକୁ ଇଷ୍ଟ ବୋଲି ସ୍ଥାପନ କରିବା ତାଙ୍କୁ କ'ଣ ବର୍ଷକରେ ଥରେ ସେଇ ପଣା ସଂକ୍ରାନ୍ତି ଦିନ କେବଳ ଆମେ ଯଜ୍ଞ ଭଜ୍ଞ କରି ଭାତ ଡାଲମା ଖଟା ଖିରି କରି ସେଥିରୁ ପୁଣି ଖାଇ ଆମେ ଶୋଇବା, ପୁଣି ହନୁମାନ ଅନେଇଥିବେ ବର୍ଷକ ବନ୍ଦ। ଏହା ପ୍ରକୃତରେ ଠିକ୍ ହେଉଛି କି? ଆପଣମାନେ ବିଚାର ନିଜ ନିଜ ଅଞ୍ଚଳରେ ଏହିସବୁ ଉଦ୍ୟମକୁ କେବେ ବି ସାଧୁ ଉଦ୍ୟମ ବୋଲି କୁହାଯାଇପାରେ। ଏହା ହେଉଛି ଏକ ହୀନମନ୍ୟତାର ଉଦ୍ୟମ। ଧରନ୍ତୁ ଆପଣ ରାମ ମନ୍ଦିର କରି ନପାରିବେ, ସେଥିରେ ଯାଏ କିଛି ନାହିଁ। ଆମର ଅଭିମନ୍ୟୁ ବାଲିଆରେ ଗୋଟିଏ ରାମ ଅଛନ୍ତି। ଅଭିମନ୍ୟୁ ସାମନ୍ତ ସିଂହାର ଯେତେବେଳେ ଆସିଥିଲେ, ତାଙ୍କ ବାପା ଯେତେବେଳେ ରାଜସ୍ଥାନରୁ ଆସିଥିଲେ, ସେ ଗୋଟିଏ ଶାଳିଗ୍ରାମକୁ ରଘୁନାଥଙ୍କ ରୂପରେ ପୂଜା କରୁଥିଲେ। ଆଜି ବି ଅଛି। ଆପଣଙ୍କର ଏଠି ନେମାଳ ବନ୍ଧୁପୁର ସୁଦୁଖଣ୍ଡରେ ଗୋଟେ ରଘୁନାଥଙ୍କ ମନ୍ଦିର ଅଛି। ରଘୁନାଥଙ୍କ ମନ୍ଦିର କହିଲେ ଗୋଟେ ଶାଳିଗ୍ରାମ, ତାଙ୍କୁ ରଘୁନାଥଙ୍କ ରୂପରେ ପୂଜା କରାଯାଉଛି। ଆଉ କେଉଁଠି ରାମଙ୍କର ମନ୍ଦିର ହେଇଛି? ଆମ ପିଲାଦିନେ କେଉଁଠି କେମିତି ହନୁମାନ ମନ୍ଦିର ଗୋଟିଏ ଗୋଟିଏ ଥିଲେ। ଆମେ ଯେତେବେଳେ କନ୍ୟାକୁମାରୀ ଯାଉଥିଲୁ, ସେତେବେଳେ ଗୋଟେ ହନୁମାନ ମୂର୍ତ୍ତିକୁ ଦେଖିବାକୁ ପ୍ରାୟ ସମସ୍ତେ ଯାଆନ୍ତି। ସେଟା ବହୁତ ବଡ଼ ହନୁମାନ, ତାଙ୍କ ମୁଣ୍ଡ ଉପରେ ପୁଣି ପାରା ଫାରା ବସନ୍ତି ବୋଲି ଗୋଟାଏ ଲୋକ କ'ଣ ବଇଥାଏ, ସେ ପାରାକୁ ଉଡ଼ାଏ। ମୁଁ ସେଇଆକୁ ଦେଖିକିରି ପଳେଇ ଆସିଲି। ମୁଁ କହିଲି କ'ଣ ହନୁମାନ ପାରାକୁ ଉଡ଼େଇ ପାରୁନାହାନ୍ତି, ଇଏ କ'ଣ ହନୁମାନ ହେବେ? ଫେରି ଆସିଲି। ଆମେ ଫେରି ଆସିଲୁ, ଅନ୍ୟମାନେ ବି ଯାଉଛନ୍ତି। ତାପରେ ଆମେ ଶୁଣିଲୁ, ହଠାତ୍ ଶୁଣିଲୁ ରାଉରକେଲାରେ ଗୋଟେ ଦିଲ୍ଲୀପ ରାୟ ଗୋଟେ ହନୁମାନ କରୁଛନ୍ତି। ବିରାଟ ହନୁମାନ, ସେ କେତେ ଫୁଟ କେଜାଣି, ତା ମୁଣ୍ଡ ଉପରେ ମହୁମାଛି ବସା ବି ହେଉଛି। ତାକୁ ହନୁମାନ ବାଟିକା ବୋଲି କୁହାହେଉଛି। ସେଠି ଚିକେନ ଠାରୁ ଆରମ୍ଭ କରି ସବୁ ଲୋକପ୍ରିୟ ଖାଦ୍ୟ ସବୁ ସେଠି ମିଳୁଛି, ଏବଂ ତା ଭିତରେ ଅନେକ ଦେବାଦେବୀଙ୍କର ମନ୍ଦିର ବି ହେଇଛି। ତେବେ ଏଇଭଳି ପୂଜାର କ'ଣ ଆବଶ୍ୟକ? ଆମେ ଦାମନ ଯୋଡ଼ି ଯାଇଥିଲୁ। ଆମକୁ ଗୋଟିଏ RSS ଲୋକ କହିଲେ, ବାବା ଟିକେ ଏଇଠି ଓହ୍ଲାନ୍ତୁ। ମୁଁ ଓହ୍ଲେଇଲେ ଦଣ୍ଡବତ ହେବା ପାଇଁ ପେଲାପେଲି ହେବେ, ମୁଁ ପଡ଼ିଯିବି। ଏଇଟା ନାଇଁ, ଏଠି ଗୋଟେ ଏସିଆ ମହାଦେଶର ବୃହତ ହନୁମାନ ଏଠି ହେଇଛନ୍ତି। ଏସିଆ ଗୋଟେ ମହାଦେଶ, ସେ ମହାଦେଶରେ କେତେ ଦେଶ, ସେଥିରେ ପୁଣି ଗୋଟେ ଏତେ ବଡ଼ ହନୁମାନ ଦାମନଯୋଡ଼ିରେ ହେଇଛନ୍ତି। ତାଙ୍କ ମୁଣ୍ଡ ଉପରେ କ'ଣ ହେଇଛି?
ନା ବିରୁଡ଼ି ବସା। ମୁଁ କହିଲି ହନୁମାନଙ୍କୁ ଦେଖିବା ନା ବିରୁଡ଼ି ବସାକୁ? ଆପଣ ଜଣେ ରାଷ୍ଟ୍ରୀୟ ସଂଘର କର୍ମକର୍ତ୍ତା, ଏଇ କଥାକୁ ଆପଣମାନେ ଏତେ ଭଲ ପାଉଛନ୍ତି। ବିରିଡ଼ି ବସା ବରଂ ହଉ, କିନ୍ତୁ ହନୁମାନ ଗୋଟେ ବିରାଟ ହୁଅନ୍ତୁ। ଲୋକଙ୍କୁ ଆମେ କହୁ ଯେ ଏଇଟା ଏସିଆ ମହାଦେଶର ବୃହତ୍ତମ ହନୁମାନ, ଏଗୁଡ଼ାକ ମୋତେ କହିବେ ନାହିଁ। କିନ୍ତୁ ତା ପରଦିନ ଦାମନଯୋଡ଼ିର ଯେ ଭକ୍ତମାନେ ଥିଲେ, ଚିତ୍ତବାବୁ, ସେ ତାଙ୍କର ଗୋଟେ ଆୟୋଜନ କଲେ। ତା ତଳେ ଆଉ ଗୋଟେ ଛୋଟ ହନୁମାନ, ସୁନ୍ଦର ଦେଖିବାକୁ ଅତି ସୁନ୍ଦର ମୂର୍ତ୍ତି। ତାଙ୍କ ଆରତୀ ସମୟଟିର ଘଣ୍ଟ କୀର୍ତ୍ତନ ପ୍ରାର୍ଥନା ମୋତେ ବହୁତ ଭଲ ଲାଗିଲା ଏବଂ ମୁଁ ବିପଦ ପଟେ କଥା କହିକି ସେଠୁ ଆସିଲି। ସେଇ କଥା ମନେ ପକାଇଲେ ମୋତେ ବହୁତ ହସ ଲାଗେ। ଏଇ ସାଲେପୁରକୁ ଆସିବା ପାଇଁ ମଧ୍ୟ ଆମେ ଯେଉଁ ବାଟରେ ଆମେ ଆସିଲୁ, ସେ ବାଟରେ ମଧ୍ୟ କେତୋଟି ହନୁମାନ ବି ପଡ଼ିଲେ। କିଏ ଛୋଟ କିଏ ମଝିଆ କିଏ ବଡ଼। ଏସବୁ ନକରି ରାମ ସହସ୍ର ନାମ ଯଦି କରିବ, ରାମ କୃପା ଲାଭ କରିବ। ହନୁମାନ ଚାଳିଶା ଅଖଣ୍ଡନ କରିପାର, ଥରେ ଦୁଇଥର ପଢ଼ିଲେ ବି ତାର ଗୋଟେ କୃପା ମଧ୍ୟ ଅଛି, ନିଶ୍ଚୟ ମିଳିବ। ଘରେ ଘରେ ଗୋପାଳ ମୂର୍ତ୍ତିକୁ ପୂଜା ନକରି ଗୋପାଳ ସହସ୍ର ନାମ, ବିଷ୍ଣୁ ସହସ୍ର ନାମ ପାଠ କରିବା, ତାଦ୍ୱାରା ଲାଭ କ୍ଷତି ନାହିଁ, ଲାଭ। ସେ ଲାଭଟା ଯାହା ହଉ ନା କାହିଁକି, ଜୀବନରେ ବଡ଼ ଲାଭ ହେଉଛି ଶାନ୍ତି। ଯଦି ଜୀବନରେ ଆମେ ଶାନ୍ତିରେ ଟିକେ ବଞ୍ଚିପାରିଲୁ, ରାତି ପାଇଲେ ଶାନ୍ତି ଯଦି ଆମେ ପାଇଲୁ, ସେଇ ହେଉଛି ଜୀବନର ସାର୍ଥକତା। ଯେଉଁ ଗୃହରେ ଶାନ୍ତି ନାହିଁ, ଯେଉଁ ଗୃହରେ ଶୃଙ୍ଖଳା ନାହିଁ, ଯେଉଁ ଗୃହରେ ସମ୍ପର୍କ ନାହିଁ, ଭଲ ପାଇବା ନାହିଁ, ସିଏ ଗୃହ କେବେ ବୈକୁଣ୍ଠାଧିପତିଙ୍କର ମନ୍ଦିର ହେଇ ନପାରେ। ତାକୁ ଆମେ କହୁ ଇଏ ଗୋଟେ ନର୍କ। ରାତି ପାଇଲେ କେଁ କଟର। ଆପଣ ଦେଖିବେ ବର୍ଷା ଆଗମନ ହେଲେ ବା ବର୍ଷାର ସମ୍ଭାବନା ରହିଲେ ହରି ବୋବାନ୍ତି। ହରି କିଏ? ବେଙ୍ଗ। ହରିର ଗୋଟେ ନାଁ ଅଛି ବେଙ୍ଗ। ବାମୁଣୀ ବେଙ୍ଗ ବୋବେଇଲେ ଆମେ ଘରେ ବସି ଭାବୁ ଯେ ମେଘ ପଟେ ହବ ଆ ଭିତରେ। ସେଇଭଳି ସର୍ପଟିଏ ଯଦି ଆମେ ଦେଖୁ ତାହେଲେ ଆମେ କହୁ ଇଏ ସର୍ପଟା ବିଷଧର ସର୍ପ, କାହାକୁ ଦଂଶନ କରିପାରେ। ଆମେ ତାକୁ ଆଡ଼େଇକିରି ଯାଉ, ନହେଲେ କେହି ତାକୁ ମାରିଦିଅ। ସର୍ପ ହେଉଛନ୍ତି ହରି। ଆପଣ ଦେଖିବେ ଠାକୁର
ଆମର ହିନ୍ଦୁମାନଙ୍କର ଗୋଟେ ଚିତ୍ର ଆପଣ ଦେଖନ୍ତୁ, ହରିଙ୍କ ଉପରେ ହରି ଶୟନ କଲେ। ହରି କହିଲେ ସାପ, ସେ ପୁଣି କେତେ ଜଣ ସାପ? 7ଟି ସାପ, ଯାହାଙ୍କର ସପ୍ତ ଫେଣା ବୋଲି କୁହାଯାଉଛି। ଏହି ସପ୍ତ ଫେଣା ହରିଙ୍କ ଉପରେ ଯିଏ ଶୟନ କରିଛନ୍ତି ସିଏ କିଏ? ନା ହରି। ହରି କହିଲେ ନାରାୟଣ, ବିଷ୍ଣୁ। ତେଣୁ ହରି କହିଲେ ତ୍ରେତୟା ଯୁଗରେ ସ୍ୱତନ୍ତ୍ର, ସତ୍ୟ ଯୁଗରେ ନରସିଂହ ଆସିଥିଲେ। ଲୋକ ଚଟକିରି କହିଛନ୍ତି ନରସିଂହ, ନୃସିଂହ। ଆମର ଏଇଠି ପାଗାହାଟ ପାଖରେ ଗୋଟେ ପ୍ରସିଦ୍ଧ ନୃସିଂହଙ୍କର ଅବତାର ମୂର୍ତ୍ତି ଅଛି, ମନ୍ଦିର ଅଛି। ସେଠି ବି କହିବା 3 ଦିନ କହିଛି, କିନ୍ତୁ ସିଧାସଳଖ ହରି ବୋଲି କାହାକୁ କୁହାଏ? ମାନେ ଏ କୋଉ ମନ୍ଦିର? ନା ନୃସିଂହ ମନ୍ଦିର। ସୀମାଞ୍ଚଳରେ କିଏ ଅଛନ୍ତି? ନା ନୃସିଂହ। ସେଇଭଳି ଭାବରେ ଯଦି ଆପଣ ଅଯୋଧ୍ୟାକୁ ଯିବେ, ସେଠି ହନୁମାନ ଅଛନ୍ତି, ରାମ ଅଛନ୍ତି, କିନ୍ତୁ ଆପଣ ରାମଙ୍କ ମନ୍ଦିର ବୋଲି କହିବେ, ଲକ୍ଷ୍ମଣଙ୍କ ମନ୍ଦିର ବୋଲି କହିବେ, ଜାନକୀଙ୍କ ମନ୍ଦିର ବୋଲି କହିବେ, କିନ୍ତୁ ହରି ମନ୍ଦିର କହିବେ। ଦ୍ୱାପର ଯୁଗରେ ଆପଣ ଯଦି ମଥୁରାକୁ ଯିବେ, ଗୋପ, ବୃନ୍ଦାବନ, ବର୍ଷାଣା, ନନ୍ଦଗାଁ, ଗୋକୁଳ, ଯେଉଁ ସ୍ଥାନକୁ ଯିବେ ଆପଣ କହିବେ କୃଷ୍ଣଙ୍କ ମନ୍ଦିର। କେହି କହିବେନି ହରି ମନ୍ଦିର। ସେଇଭଳି ଆପଣ ଜଗନ୍ନାଥଙ୍କ ମନ୍ଦିରକୁ ଆସନ୍ତୁ, କୁଆଡ଼େ ଯାଉଛ? ନା ଜଗନ୍ନାଥଙ୍କୁ ଦର୍ଶନକୁ ଯାଉଛ। ଆମର କେନ୍ଦ୍ରାପଡ଼ାର ବଳଦେବଙ୍କ ପାଖକୁ ଯିବେ, କୁଆଡ଼େ ଯାଉଛ? ନା ବଳଦେବଙ୍କ ଦର୍ଶନକୁ ଯାଉଛ। ଏଇଭଳି ଭାବରେ ହରି ମନ୍ଦିର କୋଉଠି? ଇଏ ଯୋଉଠି ନାମ ହଉଛି, ସେ ଯୋଉ ନାମ ତାକୁ ଆପଣ କହିବେ ଅମୁକଙ୍କ ଘରେ ହରି ନାମ ହଉଛି, ହରି କୀର୍ତ୍ତନ। ଏଇଠି ହରି ଶବ୍ଦ ଲାଗିବ। ଇଏ ତିଲକଟି ନାଇଚ, ତାକୁ କ'ଣ ଆପଣ କହିବେ? ଇଏ ହରି ମନ୍ଦିର ତିଲକ। ତିଲକକୁ ହରି ମନ୍ଦିର ହରି ଚିତା ବୋଲି କହିପାରିବେ, କିନ୍ତୁ ମୂର୍ତ୍ତିକୁ ଆପଣ କହିବେ ଜଗନ୍ନାଥ କି ବଳଦେବ, କୃଷ୍ଣ, ରାମ ଇତ୍ୟାଦି। ଏଇ ଯୋଉ ହରି ସ୍ୱତନ୍ତ୍ର ଭାବରେ ଅବତାର ନେଇଥିଲେ, ତାଙ୍କ ମୂଳରେ ଆଉ କୋଉ ନାଁ ନଥିଲା। କିଏ ତାଙ୍କୁ କେଶରୀ ନନ୍ଦନ କରେ,
किए तांकु पवन पुत्र कुए, किए तांकु आंजनेय कुए, किंतु प्रकृत हरि होउछन्ति, हरि को अवतार होउछन्ति हनुमान। हनुमान होउछन्ति स्वयं हरि। आज भी जगन्नाथ मंदिर चूड़ारे आप देखिए राम तिलक नीलचक्र पाखे रखिए। आज भी नंदी घोष रथ रखिए देखिए। कपि केतन बाना, कपि कहले हनुमान। तेणु जुगे जुगे हरि से अछंती आउ रहिबे। ସେଥିପାଇଁ ବୈଷ୍ଣବ ମାନେ ଗାଆନ୍ତି ହରି ନାମ ସଂକୀର୍ତ୍ତନ हरिनाम पूर्व वर्ष होता, पूर्व 2 वर्ष होता मनटा मानिटी बोली पुणी ए वर्ष हरिनाम है। पान खंडे दवाई चाहा टिके क्या दवाई आमर मनरे उदारता नहीं, कि जो हरिनाम हम से सब मिल खाइबा मिल पिंधा मिल दक्षिणा मिल सब कुंठा नहीं से कृपणता नहीं, से उदार भाव से कहगला हरि नाम प्रेम लड़ू अटे मिठा
कथारे मन प्रवेश करे से केबे हेले तुमको हट्टा लगे जा नाम नेबी तेणु ये कथा को पूरी कहले जशवंत अधिकार हरिना प्रेम लड़ू जाचंती सीता यारे नित्यानंद महाप्रभु कौन कहले बोले ये सब कथा छाड़ सबाई मुखे बोलो निताई बहु हरि बो हरि ये हरि नाम बहु अर्थ कहा नहीं जानी यही हरि होउचंती हरि कहले सिंह सत्यरे नर हरि हरि कहले मर्कट ये जो गछ जड़ा मर्कट नहीं मर्कटा कृति तेणु त्रेतया जुगरे रामंक सहित किए दूत थिले किए लंका गड़ जय करथिले सीता को किए ठाब करथिले राम लक्ष्मण को कांधे बसई किए राम लक्ष्मण को उद्धार करथिले किए करथिले सी होउचंती राम हरि मनोज मारुत्य तुल्लभे
कौन कहूले हनुमान को श्री मुखरे कौन थिला श्री राम जय जय राम श्री राम कथा से कही जो नाम धरी पवनर सुत देई समुद्र आनिला संकेत से किए हनुमान आम तो सब नाम करुचु आम तो गोटे नाड़ को नहीं पार्नु सी पुणी समुद्र को पारिगला राम नाम सही शक्ति तेणु ये हरि शब्द को भागवत सुंदर भाव वर्णना करा नमोई ऋषि से हरि गीतार मध्य हरि शब्द सुंदर भाव वर्णित महाजोगेश्वर हरि यदि कृष्ण को हरि बोली कह तेणु हरि होउचंती दुखर हरण कर्ता तापर हरण कर्ता शोकर हरण कर्ता से भागवत टे पढ़िले शेष आम कौन बोलू गोविंद गोविंद सेवक सेवक आनंदे हरि हरि कांध
ହରିଙ୍କର କଥା ତ ଇଏ ମାନେ ଗୋଟେ ହରିବଂଶ ବୋଲି ଗୋଟେ ସ୍ୱତନ୍ତ୍ର ସଂକ୍ଷିପ୍ତ ମହାଭାରତ ମଧ୍ୟ ଅଛି। କୌଣସି ଗୃହରେ କିଛି ଯଦି ଅଶାନ୍ତି ବା କିଛି ଏମିତି ଗୋଟେ ଆସେ ତାହେଲେ ସାଧୁ ଲୋକମାନେ କୁହନ୍ତି ହରିବଂଶ ପାଠ କର। ତେଣୁ ଏ ଜଗତ ହେଉଛି ହରିମୟ, କିଏ ମାନୁ ବା କିଏ ନ ମାନୁ, କିନ୍ତୁ ଆମେ ତ ସେଇ ହରିଙ୍କର ନାମ କୀର୍ତ୍ତନକୁ ପାଥେୟ କରି ଜୀବନ ଅତିବାହିତ କରୁଛୁ, ଶେଷ ପର୍ଯ୍ୟନ୍ତ ମଧ୍ୟ କରିବୁ। ତେଣୁ ଆପଣମାନେ ସେଇ ହରି କଥା ହରିନାମ ଶ୍ରବଣ କରିବା ପାଇଁ ଏଠି ବସିଛନ୍ତି। ହନୁମାନଙ୍କର ପ୍ରଥମ ଅକ୍ଷରଟି ହେଉଛି ହ। ହଟି କହିଲେ ହଂସ। ହଂସ କିଏ? ଆମ ନିଶ୍ୱାସ। ହଂସର ଆଉ ଏକ ଅର୍ଥ ହେଉଛି ସୂର୍ଯ୍ୟ। ସୂର୍ଯ୍ୟଙ୍କୁ ନମସ୍କାର କର। ଅହଂସ 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 ଜପ କର, ତାହେଲେ ବହୁ ଜିନିଷ ମିଳିବ। କିନ୍ତୁ ଗୁରୁ ପ୍ରଦତ୍ତ ହେଇଥିଲେ ତା ଲାଭବାନ ହବ, ଆଉ ଗୁରୁ କୃପା ମିଶିଗଲେ ଆହୁରି ଲାଭବାନ ହବ।